नमस्कार दर्शक बंधु ଆଉ ଏକ ସ୍ୱତନ୍ତ୍ର ସାକ୍ଷାତକାରକୁ ସ୍ୱାଗତ କରୁଛି ମୁଁ ତଳୀ। ଆଜି ଆମ ଷ୍ଟୁଡିଓରେ ଏମିତି ଜଣେ କଳାକାର ଆସି ପହଞ୍ଚିଛନ୍ତି ଯାହାଙ୍କ ପରିଚୟ ଦେବା ବୋଧେ ଦରକାର ପଡିବନି, କାହିଁକି ନା କେତେବେଳେ ସେ ଝିପି ଝିପି ବର୍ଷାରେ ଲୋକଙ୍କୁ ଭିଜେଇଲେଣି ତ କେତେବେଳେ ସେ ଅଂଶୁଘାତ ଆଣିଥିଲେ। ତ ଏଇଥିରୁ ଜାଣିପାରିବାନି କିଏ ଆଜି ଆସିକି ପହଞ୍ଚିଛନ୍ତି ଆମ ପାଖରେ। ସ୍ୱାଗତ କରିବା ଜୟଦେବ ରାଉତଙ୍କୁ। ନମସ୍କାର। ଦାଦା କେମିତି ଅଛନ୍ତି? ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି? ଭଲ ଅଛି। ଝିପି ଝିପି ବର୍ଷା, ଆଜ୍ଞା, ଲୋକପ୍ରିୟତା ବେଶୀ ପାଇଛି ଆପଣଙ୍କର। टिकटॉक ରୁ ଷ୍ଟ୍ରଗଲ ଷ୍ଟାର୍ଟ ହେଇଛି, କେମିତି ଥିଲା ସେ ଜର୍ଣ୍ଣି? ଜର୍ଣ୍ଣି ଯେମିତି ସମସ୍ତଙ୍କର ଥାଏ, ମାନେ ପ୍ରୋବ୍ଲେମ୍ସ ଆସେ। ଆଉ ଷ୍ଟାର୍ଟିଂ ଆକ୍ଚୁଆଲି କେମିତି କହିବି, ମାନେ ଗୋଟେ ଅର୍ବାନ ଆଉ ରୁରାଲରେ ଯୋଉ ଡିଫରେନ୍ସ ଥାଏ, ମାନେ ସହରାଞ୍ଚଳ ଆଉ ଗ୍ରାମାଞ୍ଚଳ ଆସିବା ଟିକେ କଷ୍ଟ ହୁଏ ସମସ୍ତଙ୍କ ପାଇଁ। ତ ମୁଁ ବି ସେମିତି ଗୋଟେ ମିଡିଲ କ୍ଲାସ ଫ୍ୟାମିଲି ଆଉ ଗ୍ରାମାଞ୍ଚଳ ଏରିଆରୁ ହିଁ ବିଲଙ୍ଗ କରେ। ତ ହଁ, ରାସ୍ତା କେବେ ବି ମାନେ ଇଜି ନଥିଲା, ମୋ ପାଇଁ ବି ସେମିତି ଷ୍ଟ୍ରଗଲ ଭରା ଥିଲା। ବାସ୍ ଯାହା ହଉ ଭଗବାନଙ୍କ ଆଶୀର୍ବାଦ ଆଉ ଯେମିତି କହିଲେ ଲୋକମାନଙ୍କ ଭଲ ପାଇବା ପାଇଁ ଆଜି ଏ ଜାଗାରେ ଆସି ପହଞ୍ଚିଛି। ତ ମାନେ ମୁଁ ବି ଖୁସି ବହୁତ କି ଏତେ ଭଲ ପାଇବା ଦଉଛନ୍ତି ଲୋକମାନେ। ଆମେ ଯେତେବେଳେ ପିଲାମାନେ କିଛି ଡିସିସନ ନିଅନ୍ତି, ବାପା ମା ମାନେ ଆମକୁ ମାନେ ଗାଇଡ କରନ୍ତି। ବାପା ମା ମାନେ କଣ କହିଥିଲେ, ମାନେ ଆପଣଙ୍କ ବାପା ମା ସପୋର୍ଟ କରିଥିଲେ ଯେତେବେଳେ ଲାଇନ ବାଛିଲେ? ଆକ୍ଚୁଆଲି ଛୋଟବେଳୁ ମୁଁ ମାନେ ଭଲ ଷ୍ଟୁଡେଣ୍ଟ ଥିଲି। ପାଠ ପଢାରେ ମୋର ଭଲ ଥିଲା। ତ ଅବଭିୟସଲି ପାଠ ପଢାରେ ଆପଣ ଯଦି ଭଲ ଥିବେ, ଗାର୍ଡିଆନ କେବେ ଚାହିଁବେନି କି ପିଲା ପାଠ ଛାଡିକି ଅନ୍ୟ କିଛି କରୁ। ତ ମୋର କିନ୍ତୁ ଛୋଟବେଳୁ ଇଣ୍ଟରେଷ୍ଟ ଥିଲା। ଯେତେବେଳେ ମୋର ମନେ ଅଛି 10th କ୍ଲାସ ଯେତେବେଳେ ଏକ୍ଜାମ ଥିଲା, ମୁଁ 10th କ୍ଲାସରେ ହଁ 10th କ୍ଲାସ ଷ୍ଟାର୍ଟିଂରେ ମାଙ୍କୁ କହିଲି କି ମତେ ଆକ୍ଟିଂ ରେ କ୍ୟାରିୟର କରିବାର ଅଛି। ତ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟ, ସେଠି ମତେ ଆଡମିସନ ନବାର ଅଛି। ମୁଁ ଚାହେଁ ଆକ୍ଟିଂ ଲାଇନରେ କରିବା ପାଇଁ। ତ ସେତେବେଳେ କହିଥିଲେ କି ହଉ ଠିକ ଅଛି, ତୁ 10th କ୍ଲାସ ଏକ୍ଜାମ ଭଲସେ ଦେ। ତାପରେ ପୁଣି ହେଇଗଲା ମାନେ +2 ଏକ୍ଜାମ ଭଲସେ ଦେ। ଏସବୁ ଚାଲିଲା, କିନ୍ତୁ ଯୋଉଟା କହିଲି ବାପାଙ୍କ ତ ଇଚ୍ଛା ଥାଏ କି ପୁଅ ଟିଚରସିପ ହଉ କି ଡକ୍ଟର ଲାଇନ, ଇଞ୍ଜିନିୟର, ଏସବୁ ଜିନିଷ ମାନେ ଯେହେତୁ ପାଠ ଭଲ ଅଛି, ଯଦି ପାଠ ଭଲ ନଥାଏ ତୁ ଯାହା କରୁଛୁ ତ ସେଥିପାଇଁ ତାଙ୍କର ବି ଏଇ ଲାଇନ ପ୍ରତି ଇଚ୍ଛା ନଥିଲା ଆକ୍ଚୁଆଲି। ବାସ୍ ମୋର ଜିଦ୍ ହିଁ କହିପାରିବେ। ମତେ ବହୁତ ଇଚ୍ଛା ଥିଲା ମାନେ ଏ ଲାଇନରେ କ୍ୟାରିୟର କରିବା ପାଇଁ। ତ ଧୀରେ ଧୀରେ ସେମାନେ ବି ସେ ଜିନିଷକୁ ଏକ୍ସପେକ୍ଟ ମାନେ କରିଲେ, ବୁଝିଲେ ଜିନିଷଟା କି ହଁ ମାନେ ସେ ଚାହୁଁଛି। ତାପରେ ଷ୍ଟାର୍ଟିଂ ରେ ଯେହେତୁ ସପୋର୍ଟ ନଥିଲା, ମତେ ଆଉ ଟିକେ ବେଶୀ ଷ୍ଟ୍ରଗଲ କରିବା ପାଇଁ ପଡିଲା। ବଟ୍ ପରେ ଯେତେବେଳେ ସେମାନେ ଦେଖିଲେ ମୋ ପରଫରମାନ୍ସ, ଦେଖିଲେ କି ଲୋକମାନଙ୍କୁ ଭଲ ପାଇବା ଦେଖିଲେ, ତାଙ୍କ ବି ମାନେ ସେ ପରିବର୍ତ୍ତନ ଗୋଟେ ଆସେ ମନରେ, ଯୋଉ କହିଲେ ହଉ ଠିକ ଅଛି, ପିଲା ମାନେ ଯଦି ମାନେ ଆମେ ସପୋର୍ଟ କରୁନଥିଲେ, ବିନା ସପୋର୍ଟରେ ଯଦି ପିଲା କରୁଛି କି ଆଗକୁ ବଢିଛି, ଏତେ ପର୍ଯ୍ୟନ୍ତ ଯାଇଛି, ତ ଏବେ ଆମ ବି ଦାୟିତ୍ବ କି ଆମେ ତାକୁ ସପୋର୍ଟ କରୁ। ତ ସେମିତି କାହାକୁ ମାନେ କହିହବନି କିଏ ଭଲ କିଏ ଖରାପ, ସମସ୍ତେ ହିଁ ଭଲ। ଯଦି ମାନେ ଜେନୁଇନଲି ମାନେ ପରଫରମାନ୍ସ ୱାଇଜ ଯଦି ମାନେ ମତେ ଆକ୍ଚୁଆଲି କେମିତି ମତେ ଡ୍ୟାନ୍ସ ବେଶୀ ମାନେ ଡ୍ୟାନ୍ସ ଟା ଆକ୍ଚୁଆଲି ବେଶୀ ପସନ୍ଦ। ତ ଟ୍ରାଏ କରେ କି ମାନେ ମୋ ଯିଏ ଆର୍ଟିଷ୍ଟ ଥିବେ ମୋ ସହିତ ଯିଏ ଅଛନ୍ତି, ସିଏ ବି ସେମିତି ଟିକେ ଡ୍ୟାନ୍ସ ପରଫରମାନ୍ସ ବାଲା ଟିକେ ହେଲେ ଭଲ ଲାଗେ। ତ ସେମିତି ଯୋଉମାନଙ୍କ ସହିତ କାମ କରିଛି ମ୍ୟାକ୍ସିମମ୍ ସମସ୍ତେ ହିଁ ଭଲ ଆର୍ଟିଷ୍ଟ, ସମସ୍ତେ ହିଁ ଫେଭରାଇଟ ସେମିତି କହିବା ପାଇଁ ଗଲେ ସେଇ ଟାଇପର ତ କହିହବନି। ମ୍ୟାଚ୍ କରନ୍ତି କହିଲେ ଏବେ ଯୋଉ ରିସେଣ୍ଟ ଦିଟା ଭିଡିଓ ହେଇଛି, ଦେଖିଥିବେ, ଅଂଶୁଘାତ ଯୋଉଟା କହିଲେ, ଅଂଶୁଘାତ ଆଉ ତାପରେ ଆପଣଙ୍କ ଯୋଉ କୁଞ୍ଚମରା, ସେଠି ମାନେ କୁକିଜ ପାଇଁ ଯୋଉ ଅଛନ୍ତି, ତାଙ୍କର ପରଫରମାନ୍ସ ବି ସେଇ ଟାଇପର, ମାନେ ଡ୍ୟାନ୍ସ ସେ ପୁରା ଧମାକାଦାର। ତ ତାଙ୍କ ସହିତ ସେଇ ଜିନିଷଟା ମାନେ ମୋର ମ୍ୟାଚ୍ ହୁଏ। ଦି ଜଣଙ୍କ ଯୋଉ ପରଫରମାନ୍ସ ଗୋଟେ ଥାଏ, ତ ତାଙ୍କ ସହିତ ମାନେ ପରଫରମାନ୍ସ କରିବା ପାଇଁ ଭଲ ଲାଗେ ଏଥିପାଇଁ କି ସିଏ ବି ଗୋଟେ ବହୁତ ମାନେ କଳାକାର ହିସାବରେ ସେ ମାନେ ବହୁତ ନିଜକୁ ପ୍ରତିଷ୍ଠିତ କରିଛନ୍ତି, ମାନେ ସେ ଆକ୍ଟିଂ ରେ ହଉ, ଏକ୍ସପ୍ରେସନ ରେ ହଉ, ଡ୍ୟାନ୍ସ ରେ ହଉ। ତ ବାସ୍ ତାଙ୍କ ସହିତ କାମ କଲେ ଲାଗେ କି ହଁ ମାନେ ଗୋଟେ ମ୍ୟାଚ୍ ରେ ମୁଁ ମତେ ବି ସେତିକି ପାୱାରଫୁଲ ପରଫରମାନ୍ସ ଦେବାର ଅଛି, କାରଣ ସେ ଅଲରେଡି ଜଣେ ଗୋଟେ ଏକ୍ସପିରିଏନ୍ସ ଆଉ ମାନେ ବହୁତ ଆଗରୁ ହିଁ ନାମ ଆସିଛନ୍ତି। ତ ସେ ଜିନିଷ ଭଲ ଲାଗେ, ନିଜ ପାର୍ଟନର କି କୋ-ଆର୍ଟିଷ୍ଟ ସେମିତି ମାନେ ଧମାକାଦାର ଥିଲେ ନିଜର ବି ମାନେ ବେଷ୍ଟ ଦେବା ପାଇଁ ଇଚ୍ଛା ହୁଏ। ତ ହଁ, ତାଙ୍କ ସହିତ ଭଲ ଲାଗେ। ଆଉ ଅଛନ୍ତି ଅନ୍ୟମାନଙ୍କ ସହିତ ବି ଭଲ ଲାଗେ, ସେମିତି କିଛି ନୁହଁ। ବାସ୍ ମାନେ ଏବେ କହିଲେ ଯେହେତୁ ଆଉ ଅଂଶୁଘାତ ନାମ ନେଇଥିଲେ, ତ ଏବେ ରିଲିଜ ବି ହେଇଛି, ତ ତାର ବି ପ୍ରମୋସନ ଟିକେ କରିଦେଲି ମୁଁ ତାର ବି ପ୍ରମୋସନ କରିଦେଲି, ଲୋକମାନେ ଟିକେ ଦେଖନ୍ତୁ ଅଂଶୁଘାତ। କାରଣ ମାନେ ବହୁତ ଭଲ ହେଇଛି ଭିଡିଓଗ୍ରାଫି, କିନ୍ତୁ ଭ୍ୟୁ ଯାଇନି, ତ ଜାଣିକି ସେଥିପାଇଁ ପ୍ରମୋସନ ବି କରିଦେଲି।
ଜୟଦେବଙ୍କ ପାଟିରେ? ମତେ ଡ୍ୟାନ୍ସ ଆକ୍ଟିଂ ଗୁଡା ସବୁ ଠିକ ଅଛି, ଗୀତ ମୋ ଦ୍ୱାରା ହବନି। ଗୀତ ମାନେ ବାଥରୁମ ସିଙ୍ଗର ତ ଥାଉ। ଦୁଇ ପଦ ଗୀତ କୁହନ୍ତୁନି। ଗୀତ ଛାଡିକି ଆଉ ଯାହା ପଚାରିବେ ପଚାରନ୍ତୁ। ଫିଲ୍ମରେ କେବେ ଦେଖିବାକୁ ପାଇବୁ ଭାବିଛୁ? ଫିଲ୍ମ ଆଚ୍ଛା ତ ମୋ ହାତରେ ନାହିଁ, ମୁଁ ମୋ ପଟୁ ଟ୍ରାଏ କରୁଛି, ମୁଁ 100% ଦଉଛି। ଇଚ୍ଛା ଅଛି, ଫାଷ୍ଟ ହିଁ ଯୋଉଟା କହିଲି ଛୋଟବେଳୁ ହିଁ ଇଚ୍ଛା ଥିଲା, ତ ଯେହେତୁ ମାନେ ସେଇ ଟାଇପ ର ଚାନ୍ସ ପାଇନି, ଯେମିତି ସଙ୍ଗୀତ ମାନେ ସଙ୍ଗୀତ ମହାବିଦ୍ୟାଳୟରେ ଚାହୁଁଥିଲି କି ପାଠ ପଢେ, ସେଟା ବି ଚାନ୍ସ ପାଇନି। ଏଇ ଯୋଉ ଅନ୍ୟ ଯେମିତି ମା ଚାହୁଁଥିଲେ କି ମୁଁ ଡକ୍ଟର ହୁଏ, ବାପା ଚାହୁଁଥିଲେ ଟିଚର ହୁଏ, ନିଜେ struggle ରେ hit କରିଛ। ତ ସେମିତି ଗୋଟେ ଚାନ୍ସ ପାଇନି କି ପ୍ରପରଲି ମୁଁ କୋଉଠୁ ଗୋଟେ ଶିଖିବି କି ମାନେ ଡ୍ୟାନ୍ସ କ୍ଲାସ ହଉ କି ଆକ୍ଟିଂ କ୍ଲାସ ହଉ, ଗୋଟେ ପ୍ରପର ଯୋଉ ୱେଟା ଥାଏ ମୁଁ ସେଟା ଶିଖିନି। ତ ନିଜେ ନିଜେ ଟ୍ରାଏ କରୁଛି ନିଜକୁ ମାନେ ବେଟର କରିବା ପାଇଁ। ମାନେ ସବୁବେଳେ ମୁଁ ସେଇଟା ହିଁ ଭାବେ କି ମୁଁ ବେଷ୍ଟ ମୁଁ କରିପାରିବି, ହବ ହବ ହବ। ତ ଦେଖାଯାଉ, ସେଇ ଟ୍ରାଏଟା ଏବେ ବି ଚାଲିଛି। ଯେତେବେଳେ ମତେ ଲାଗୁଛି ଏବେ ପର୍ଯ୍ୟନ୍ତ ଯଦି ମୁଭି ଆସିନି କି ସେ କିଛି ପ୍ରୋଜେକ୍ଟ ଆସିନି, ତାହେଲେ ମୁଁ ବୋଧେ ମୁଁ ସେତିକି ପ୍ରିପେୟାର ବୋଧେ ନାହିଁ। ଯେବେ ହେଇଯିବି, ଭଗବାନଙ୍କ ଆଶୀର୍ବାଦ ସେଟା ବି ହବ। ଅନେକ ଝିଅଙ୍କ ହୃଦୟରେ ଜୟଦେବ ଅଛନ୍ତି, ଜୟଦେବଙ୍କ ହୃଦୟରେ କହୁଛେ। ସେଟା ମୁଁ ଜାଣିନି କାହା ହୃଦୟରେ ଅଛି ମୁଁ। ଆଉ ତାପରେ ମୋ ହୃଦୟରେ ବି ଏବେ ତ ମାନେ ସେମିତି ନୁହଁ, ଆଉ ଯେବେ ହେବେ ଆପଣ ମାନେ ତ ଆସିବେ ନା କଭର କରିବା ପାଇଁ। ମୁଁ ଜଣେଇଦେବି ଏବେ ହେବେ, ଆଉ ମୁଁ କହିଦେବି ଆପଣ ମାନେ ଆସିଯିବେ କଭର କରିଦେବେ। ଓଡ଼ିଆ ଇଣ୍ଡଷ୍ଟ୍ରିରେ ହିରୋଇନ ମାନେ ଅଛନ୍ତି, ଆଜ୍ଞା। କାହା ସହିତ ଫିଲ୍ମ କରିବାକୁ ଚାହିଁବେ ଯଦି ଅଫର ଆସେ? ହଁ, ଫିଲ୍ମ ସେମିତି ଆକ୍ଚୁଆଲି ମୁଁ କୋ ଆର୍ଟିଷ୍ଟ କି କୋ ପାର୍ଟନର ସେମିତି ମୁଁ ଆକ୍ଚୁଆଲି କେବେ ସେଇ ଟାଇପର ମୁଁ ବାଛିନି କି ମାନେ ମତେ ୟାଙ୍କ ସହିତ ଭଲ ଲାଗେ କି ତାଙ୍କ ସହିତ, ମାନେ ସେଇ ଟାଇପର ମୁଁ କେବେ ମାନେ ବାଛା ବିଚାର ସେମିତି କରିନି। ଯିଏ ଡାଇରେକ୍ଟର ଥାନ୍ତି ତାଙ୍କୁ ଯୋଉ ଟାଇପର ଦରକାର କ୍ୟାରେକ୍ଟର, ସେ କହନ୍ତି କି ଅନ୍ୟ ଗୋଟେ ଡ୍ୟାନ୍ସ ନମ୍ବର ଅଛି ତାଙ୍କୁ ଇଏ ପସନ୍ଦ, ଏକ୍ସପ୍ରେସନରେ ବେଶୀ କାମ ଅଛି ତାଙ୍କୁ, ସେ ତାଙ୍କୁ ୱାଇଜ ରେ ହିଁ ମୁଁ କହେ ଠିକ ଅଛି ଆପଣ ମାନଙ୍କୁ ଯୋଉଟା ଭଲ ଲାଗୁଛି, କାରଣ ଆପଣ ମାନେ ସିଏ ଡାଇରେକ୍ସନ ଦେବେ ନା, ମୋ କାମ ମୁଁ ଆକ୍ଟିଂ କରିବା, ତ ମୁଁ ମୋ ଆକ୍ଟିଂ ରେ ଫୋକସ କରେ, ବାକି ଦାୟିତ୍ୱ ତାଙ୍କୁ ହିଁ ଦେଇଦିଏ। ମୁଁ କହିଲି ଠିକ ଅଛି ଆପଣଙ୍କ ହିସାବରେ, ହଁ ସିଏ ବି ଚଳିବେ। ଆଗକୁ ପ୍ଲାନିଂ କଣ, ଫ୍ୟୁଚର ପ୍ଲାନିଂ? ଫ୍ୟୁଚର ପ୍ଲାନିଂ ସେଇ ତ ମାନେ ବିଗ ସ୍କ୍ରିନ ରେ ଦେଖିବା ପାଇଁ ତ ଇଚ୍ଛା ନିଜକୁ। ବାସ୍ ଦେଖାଯାଉ କେବେ ସେ କଣ କୁହନ୍ତି ଦ୍ୱାର ଖୋଲୁଛି। ଖାଲି ଜୟଦେବ କହୁଛନ୍ତି ଏବେ ତାଙ୍କ ଜୀବନରେ କେଇଟା ହଁ, ଅଛି? ଏବେ ପିଲା ନାହାନ୍ତି, ଆଉ ଯେବେ ଆସିବେ କହିଲି ଜାଣିଯିବେ ସମସ୍ତେ ହିଁ। ଦର୍ଶକ ବନ୍ଧୁ, ଆଜିର ଶୋକୁ ଏଇଠି ରଖୁଛୁ। ନମସ୍କାର।